ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆମ ଦୈନିକ ରାଶିଫଳ ବିଭାଗକୁ ନିମନ୍ତ୍ରଣ, ସମସ୍ତଙ୍କୁ ଅଭିନନ୍ଦନ। ଶ୍ରୋତାବନ୍ଧୁ, ଆପଣମାନେ ଶ୍ରୋତା ଆଉ ମୁଁ ବକ୍ତା। ମୋ କହିବାର ତ ଭୁଲ ରହୁଛି, କିନ୍ତୁ ଆପଣଙ୍କ ଶୁଣିବାରେ ଯଦି ଭୁଲ ରହିଗଲା ତାହେଲେ ଭୁଲ ବୁଝିବେ ଆଉ ମୋତେ ଭୁଲ ଭାବିବେ। ଆସନ୍ତୁ ୟା ଉପରେ ଟିକିଏ ଗଭୀର ଆଲୋଚନା କରିବା ଯେ ବିକ୍ରମାଦିତ୍ୟଙ୍କ ରାଜସଭାରେ ଯେଉଁ ନବରତ୍ନ ପଣ୍ଡିତ ଥିଲେ ତାଙ୍କ ମଧ୍ୟରେ ବରାହ ମିହିର ଥିଲେ ଜଣେ ଜ୍ୟୋତିଷ, ଯାହାଙ୍କର ଗଣନା ନିର୍ଭୁଲ ଥିଲା। ସେଇ ନିର୍ଭୁଲ ଗଣକ ବରାହ ମିହିରଙ୍କର ବି ଭୁଲ ହେଲା, ଯେଉଁଥିପାଇଁ କି ତାଙ୍କ ବୋହୂ ଖନା ହେଲା। ତେଲେ ସେ ବରାହ ମିହିର କିଏ? ଯିଏକି ପିତୃଛେଉଣ୍ଡ ଶୈଶବରୁ ତାଙ୍କ ମା ଥିଲେ ବିକ୍ରମାଦିତ୍ୟ ବାପାଙ୍କ ରାଜ୍ୟର ଘୋଡ଼ାଶାଳର ରକ୍ଷାକାରିଣୀ, ସେବାକାରିଣୀ। ସେଇ ବରାହ ମିହିର ଶୈଶବରେ ଗଣନା କରି ବିକ୍ରମାଦିତ୍ୟଙ୍କୁ ଶ୍ମଶାନରୁ ଘରକୁ ଆଣିଥିଲେ। ସେଇଥିପାଇଁ କି ରାଜସଭାରେ ଏହି ଶିଶୁ ବରାହ ମିହିରଙ୍କୁ ସ୍ଥାନ ଦିଆହେଇଥିଲା। ବରାହ ମିହିରଙ୍କର ଯୋଗ୍ୟତା ଶୈଶବରୁ ଜଣାପଡ଼ିଥିଲା। ସେ ଗୋଟିଏ ସଜ ଫୁଲ। ସେ କିନ୍ତୁ ହାରି ଯାଇଥିଲେ ବହୁ ପାଖରେ। ଇଏ ହେଉଛି ଗଣନା ଚକ୍ର। ଏ ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଆର ପିରିୟଡ଼ରେ, ଆସନ୍ତାକାଲି ଯଦି ଈଶ୍ୱର ଚାହିଁବେ। ପ୍ରଥମେ କହିବି ବରାହ ମିହିର କେମିତି ଗଣନା କଲେ, ବିକ୍ରମାଦିତ୍ୟ ଶିଶୁ, ବିକ୍ରମାଦିତ୍ୟ କେଉଁଠି ଥିଲେ, କେମିତି ଆସିଲେ ଘରକୁ। ତା ପରଦିନ କହିବି କେମିତି ସେ ଖନାଙ୍କଠୁ ହାରିଲେ। ହଁ ବନ୍ଧୁ, ଆଜି ଆମେ ଆଲୋଚନା କରିବା ଯେ ଆସନ୍ତାକାଲି ବୋଧେ କେଉଁଦିନ କହିଲେ, ମଙ୍ଗଳବାର ଦିନ ହେଉଛି ସଂକ୍ରାନ୍ତି। ତେଣୁ ସୋମବାର ଦିନ ମାସନ୍ତ, ଆଜି ରବିବାର। ଆମେ ଆଜି ସୋମବାର ପାଇଁ ଆଲୋଚନା କରୁଛେ। ମାସନ୍ତ ସୋମବାର, ମାସନ୍ତ ବିଛା 30 ଦିନ, ଡିସେମ୍ବର 15 ତାରିଖ, ମାର୍ଗଶିର 24 ଦିନ, ସୋମବାର। ଏ ଦିନ ଏକାଦଶୀ ଅଛି, ରାତି 9ଟା 20 ଯାଏ। ଆଉ ସୂର୍ଯ୍ୟାସ୍ତ ହେବେ 5ଟା 8 ପରେ, କାରଣ 8:21 ସୂର୍ଯ୍ୟାସ୍ତ ହେଉଛି। ତେଣୁ 8ଟା ପରେ, 5ଟା 8ଟା ପରେ। ଆଉ ଅଶୁଭ ସମୟ ହେଲା ସକାଳ 7ଟା 36 8ଟା 5 ହେଲା କହିଲା। ବନ୍ଧୁ, ମେଷରାଶିର ଆଲୋଚନା ନିଶ୍ଚୟ କରିବା। ଯଦି ଘରକୁ ଯଥେଷ୍ଟ ଧନ ଆସେ, ଗୃହମୁଖ୍ୟ ଖୁସି ହୁଅନ୍ତି, କାରଣ ଘରର ସମସ୍ତ ସଦସ୍ୟଙ୍କର ସମସ୍ୟାର ସମାଧାନ ହୋଇଯିବ। ସମସ୍ତ ସଦସ୍ୟ ଗୃହମୁଖ୍ୟଙ୍କୁ ଟିକେ ଶ୍ରଦ୍ଧା ଆଦର କରିବେ, କେହି ବିରକ୍ତ ହେବେନି। ସେଇଭଳି ଏକ ଦିନ ହେଉଛି ଏଇ 15 ତାରିଖ, ମାସନ୍ତ ଦିନ। ଘରକୁ ଯଦି ଯଥେଷ୍ଟ ଧନାଗମ ହୁଏ, ତେବେ ଅଭାବ ଅସୁବିଧା ଦୂରେଇ ଯାଏ। ଘରର ସମସ୍ତ ସଦସ୍ୟଙ୍କ ସମସ୍ୟାର ଯଥେଷ୍ଟ ସମାଧାନ ହୋଇଥାଏ। ଏଣୁ ଗୃହମୁଖ୍ୟ ପାରିବାରିକ ସୁଖ ଦେଖି, ଶୁଣି, ଜାଣି ଖୁସି ହୁଅନ୍ତି। ସେହିପରି ଏକ ଶୁଭ ଦିନ ମେଷ ରାଶି ପାଇଁ ଡିସେମ୍ବର ମାସ 15 ତାରିଖ ସୋମବାର, ଯେଉଁଦିନ ମେଷ ରାଶିର ସମସ୍ତ ବ୍ୟକ୍ତି ପାରିବାରିକ ଖୁସି ହେବେ। ସୂର୍ଯ୍ୟୋଦୟ ଠାରୁ 11ଟା 9 ଯାଏ ଅଶ୍ୱିନ ନକ୍ଷତ୍ରର ଅଶୁଭ ଓ
11:10 ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆସିବ। ଅଶୁଭଟା ସେତେ କ୍ଷତିକାରକ ହେବନି, ଧନାଗମ ଯଥେଷ୍ଟ ହେବ, ତେଣୁ ବାଧିବନି। ଅଶୁଭ ହାନିକାରକ ନୁହେଁ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ପାରିବାରିକ ସୁଖ ଅଛି, ଆର୍ଥିକ ସୁଖ ଅଛି, ଲୌକିକ ସୁଖ ଅଛି। ମେଷ ରାଶି କଥା ସଇଲା। ଆସିବା ବୃଷ ପାଖକୁ। ଗୋଟେ କଥା ଅଛି, ବନ୍ଧୁ ବଳ ଦିଏ, ନଈ ଥଳ ଦିଏ। ବନ୍ଧୁ ଯଦି ବନ୍ଧୁ ଭଳି ହେଲା ତାହେଲେ ଚିନ୍ତା ନାହିଁ। ବନ୍ଧୁଠାରୁ ସାହାଯ୍ୟ ସହଯୋଗ ପାଇବା ପାଇଁ ତ ଆମେ ସମ୍ପର୍କ ସ୍ଥାପନ କରିଛେ। ବନ୍ଧୁ ବଳ ଦିଏ, ଏହା ନିରାଟ ସତ୍ୟ କଥା। ତେଣୁ ମାନସିକ ବା ଶାରୀରିକ ବା ଆର୍ଥିକ ବା ବୌଦ୍ଧିକ ବଳ ଯୋଗାଇ ଦିଅନ୍ତି ବନ୍ଧୁ। କିଏ ବୁଦ୍ଧିମାନ ହେଇଥିବ, ଦରିଦ୍ର ହେଇଥିବ, ବୁଦ୍ଧି ଯୋଗେଇଲା। କିଏ ବଳବାନ ହେଇଥିବ, ସାହାଯ୍ୟ କରିବ। କିଏ ଅର୍ଥବାନ ହେଇଥିବ, ସାହାଯ୍ୟ କରିବ। କିଏ ମିଷ୍ଟଭାଷୀ ହେଇଥିବ, ସାହାଯ୍ୟ କରିବ। ତେଣୁ ସେଇ ବନ୍ଧୁ ପଦବାଚ୍ୟ ବ୍ୟକ୍ତି ଆଜି ବୃଷ ରାଶିଙ୍କର ନିକଟତର ହେବେ। ବୃଷ ରାଶିଙ୍କୁ ଆଜି ବନ୍ଧୁ ସାହାଯ୍ୟ ମିଳିବ। ତେଣୁ ସେମାନେ ଆଜିକ ପାଇଁ ଭାଗ୍ୟବାନ ନିଶ୍ଚିତ ଭାବରେ। ଯେହେତୁ ବନ୍ଧୁ ବଳ ପାଇବେ, ବନ୍ଧୁ ସହଯୋଗ ପାଇବେ। ସୂର୍ଯ୍ୟୋଦୟ ଠାରୁ 11:09 ଯାଏ କୃତ୍ତିକାର ଅଶୁଭ, 11:10 ପରେ ରୋହିଣୀର ଅଶୁଭ ସମୟ ଆସିବ। ବୃଷ ରାଶି ପାଇଁ ଆଜି ଲାଭପ୍ରଦ ଦିନ। ତେଣୁ ସମସ୍ତ ବ୍ୟବସାୟୀ ଛୋଟ ହେଉ କି ମୋଟ ହେଉ ଉପକୃତ ହେବେ। କୃଷକଙ୍କର ଭଲ ଅମଳ ହେବ। ଏହା ବ୍ୟତୀତ ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛନ୍ତି ସମସ୍ତଙ୍କର ମଧ୍ୟ ଲାଭ ହେବ। ବୃଷ ରାଶି ପାଇଁ ଆଜି ଭଲ ଦିନ। ସମସ୍ତ ବର୍ଗର ବ୍ୟବସାୟୀମାନେ ଆଜି ବଢ଼ିଆ ଆୟ କରିବେ। ସମସ୍ତଙ୍କୁ ଆଜି ସୁଖ ଆଉ ଶାନ୍ତି ମିଳିବ। କୌଣସି ବୃଷ ରାଶିର ବ୍ୟକ୍ତି ଆଜି ଅସୁସ୍ଥ ହେବେନି। ପୁରୁଣା ରୋଗୀଙ୍କ କଥା ଅଲଗା, ସେ ତ ଆଗରୁ ଶଯ୍ୟାରେ ଶୋଇଛନ୍ତି। ଆଉ ବନ୍ଧୁ, ଆମେ ଏବେ ଯିବା ମିଥୁନ ରାଶି ପାଖକୁ। ଘାତ ପ୍ରତିଘାତ ବ୍ୟକ୍ତିର ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରେ। ମିଥୁନ ରାଶିର ଆଜି ଘାତ ବାର। ଘାତ ପ୍ରତିଘାତକୁ ଯେ ଅତିକ୍ରମ କରି ଆଗେଇ ଯାଏ ସେ ହିଁ ମଣିଷ। ଯିଏ ଡରିଯାଏ ସେ ହାରିଯାଏ, ଯିଏ ହାରିଯାଏ ସେ ମରିଯାଏ। ତେଣୁ ଡରିବାନି, ବୀର ଭଳି ଆଗକୁ ଆଗେଇ ଚାଲିବା। ଘାତ ପ୍ରତିଘାତ ବ୍ୟକ୍ତିର ଉନ୍ନତି ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଯେଣୁ ମିଥୁନ ରାଶିର ଆଜି ଘାତ ବାର। ସେଥିଲାଗି ଭାବିବାକୁ ପଡ଼ୁଛି କିଛି ଅଘଟଣ ଘଟିବ କି? କାରଣ ଆଜି ସୋମବାର। ବାରର ଅଧିପତି ହେଲେ ଚନ୍ଦ୍ର, ମିଥୁନ ଅଧିପତି ହେଲେ ବୁଧ। ଚନ୍ଦ୍ର ଭଲ ପାଆନ୍ତି ବୁଧକୁ। ବୁଧ କିନ୍ତୁ ଈର୍ଷା ହିଂସା କପଟ କରେ ଚନ୍ଦ୍ରଙ୍କ ସହିତ। ସେଇ ଯେଉଁ ଭୁଲ କାମ ସିଏ କରେ, ସେଇ ଭୁଲର ଫଳ ଆଜି ତାଙ୍କୁ ଭୋଗିବାକୁ ପଡ଼ିପାରେ। ଏଥିପାଇଁ ଡର ଲାଗୁଛି। ଯେହେତୁ ସୋମବାର, ମିଥୁନର ଘାତ ବାର, ବୁଧ ଗ୍ରହ ଚନ୍ଦ୍ରଙ୍କର ଶତ୍ରୁ, ଏଣୁ ଏହି ଘାତ ଏକ ଚିନ୍ତାର ବିଷୟ। ସୂର୍ଯ୍ୟୋଦୟ ଠାରୁ ମୃଗଶିରା ନକ୍ଷତ୍ରର 11:10 ଯାଏ ଅଶୁଭ, ପୁଣି 11:10 ପରଠାରୁ ଆର୍ଦ୍ରାର ଅଶୁଭ ସମୟ ଆସିବ। ଏଣୁ ସାବଧାନ। ଯେହେତୁ ଆଜି ସୋମବାର, ମିଥୁନ ରାଶି ଆଉ ଥରେ କହିଲି। ନହେଲେ ମିଥୁନ ରାଶି ପାଇଁ ନାନାବିଧ ସୁଖ ଲାଭର ଯୋଗ ଅଛି। ନାନାବିଧ ସୁଖ। ଏଇ ଘାତ ପ୍ରତିଘାତ ପାଇଁ ଟିକେ ଡର ଲାଗୁଛି। ନହେଲେ ଆଜି ମିଥୁନ ରାଶିର ଜନତା ନାନାବିଧ ସୁଖ ଲାଭ କରିବେ।
लौकिक बौद्धिक धार्मिक आर्थिक पारिवारिक सामाजिक पारमार्थिक जार मन जेड़े तार प्रभु सेड़े ये जो रूढ़ीटी अच्छी सेटा आज प्रযোज्य समस्ते के समान सुख मिलबनी जी जो सुख पाई खुशी हेब तार मंगल हेब समाजर किसी क्षति हेनी से भली सुख आज लाभ करेंगे मिथुन राशि जनता बंधु कर्कट कथा बुझा आज मासंत बारंबार कहुई ऋण शेष मु कर्कट भाई कहूँ बंधु ऋण शेष रोग शेष शत्रु शेष दैवच पुनः पुनः प्रवर्धन्ते ऋण शेष रोग शेष शत्रु शेष आम या शेष करदे ऋण टिकिए रहिले पुणी सुध मूल्य बढ़ रोग टिकिए रहीगले से पुणी काया विस्तार कर शत्रु को छाड़ना उपाड़ी दियो कौन कहगला ऋण रोग शत्रु क्षतिकारक होइथांती बुद्धिमान व्यक्ति तुरंत यार प्रतिकार करती जे बुद्धिमान से थरे रोगरे पड़े रोगरे पड़ती कहीं ना प्रतिकार कर दियंती शीघ्र से जिज्ञासु जानी बोधे शास्त्र पढ़ी शुणी आमर तो पुराणा वैद्य अनेक कथा कहते ना देहर रत्न केमती नवा से माने से काम करती बुद्धिमान व्यक्ति आर प्रतिकार करती निजको निजे खुशियार हो जाती आउ समस्या समाधान कर भल रहती आनंद रहती जी तुरंत पदक्षेप न निए सी अज्ञान रोग रोग ऋण शत्रुर प्रतिकार पाई जी तुरंत पदक्षेप न निए सी अज्ञान से दुख भोगे यही ऋण यही रोग यही शत्रुता को पीड़ा दियंती पाखे से नतमस्तक हुए बुद्धिमान से काम करेनी आज कर्कट राशि पाई मनस्ताप करिवार दिन जेणु से माने कृत पापर फल आज भोगे प्रायश्चित करना जो माने प्रायश्चित करना कर्कट राशि भूल करिसेंती जानिकिरी दंड क्या मिले रोग क्या हुए जे जानिकिरी भूल करे और तार प्रतिकार करेनी तेणु जो कर्कट राशि लोक भूल काम करचंती पाप काम करचंती दोषपूर्ण काम करचंती प्रायश्चित करना से माने आज असुस्थ हेबे अनुतप्त हेबे परिताप करिवे और जे करचंती तांकर मंगल हेब कर्कट राशिर लोके आज रोगाक्रांत हेबे किसी ना किसी रोग हम तांको शारीरिक यंत्रणा निश्चय भोगे आउ जे प्रायश्चित करछंती धर्म करछंती तांको पाई घमीरटा घमीर ही रही जे करना से घमरटा बथ हो भारी बाधिव मो भाई कर्कट राशि लोके शुणिले तो टिके हुशियार हो जातु प्रायश्चित करंतु ना मन पकांतु कौन भूल करचंती इत्यादि सिंह कथा बुझा कौन कथा अच्छी आज सोमवार सुजोग सबुदिन आसेना सिंह राशि सुजोग आसव भल काम करने सुजोगर जी सुविनियोग करे से बुद्धिमान से ज्ञानी से विवेकी से विचारवंत से सुशील सुजोग सबुदिन बा सर्वदा आसेना बुद्धिमान यही सुजोगर सुविनियोग करे ओ लाभ उठाए जे सेपरी एक सुदिन आसी सिंह राशि अर्थ लाभ जोग अच्छी एणु जाचक ठारू जमीदार पर्यंत जाचक मान जे मागे जाचक से भिकारी जी मागे से भिकारी हाँ जी सी मनकर बड़लोकर पुओ तमें गोटे बड़लोकर पुओ ज्ञानी मागुछ क्या दे 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 लांच मागुना केड़े केड़े ऑफिसर बा लांचुआ घरे अच्छी बलद भलिया धन बलद केड़े बड़ से धन घरे अच्छी तथापि
ସେ ନିଜକୁ ଅସହାୟ ମନକ ଲାଞ୍ଚ ମାଗନ୍ତି। ସେ ଭିକାରୀ ନୁହନ୍ତି, ସେ ବଡ଼ ଭିକାରୀ, ମାଡ଼ୁଆ ଭିକାରୀ ସେମାନେ। ସୁତରାଂ ଆଜି ଜମିଦାର ଠାରୁ ଯାଚକ ଠାରୁ ଜମିଦାର ପର୍ଯ୍ୟନ୍ତ, ମୂଲିଆ ଠାରୁ ମାଲିକ ପର୍ଯ୍ୟନ୍ତ, ସେବକ ଠାରୁ ପ୍ରଭୁ ପର୍ଯ୍ୟନ୍ତ ସମସ୍ତେ ଆଜି କିଛି ପାଇବେ, ଅର୍ଥ ପାଇବେ, ମନ ମୁତାବକ ଧନ ପାଇବେ। ସମସ୍ତ ସିଂହରାଶିଙ୍କର ଆଜି ଅର୍ଥାଗମ ହେବ, ଲାଭ ହେବ, ତାହା ବିଧାତା ନିର୍ଣ୍ଣୟ କରି ସାରିଛନ୍ତି। ହେଲେ ଲାଭ କେତେ ହେବ? ନିଜର କର୍ମ ଅନୁସାରେ, ପଦବୀ ଅନୁସାରେ, ଜାତକର ଗ୍ରହସ୍ଥିତି ଅନୁସାରେ ଇତ୍ୟାଦି। ତେଣୁ ତୁମର କର୍ମ, ଚିନ୍ତାଧାରା, ବିଚାର ବୁଦ୍ଧି ଓ ପଦବୀର ଅଧିକାରକୁ ନେଇ ବିଧାତା ସେ ଲାଭ, ସେ ଆୟ, ସେ ରୋଜଗାର ସ୍ଥିର କରିଛନ୍ତି। ଏହା ଜାଣି ଆଳସ୍ୟ ତ୍ୟାଗ କରି କର୍ମଠ ହୁଅନ୍ତୁ। ଯିଏ କର୍ମଠ ତା ପାଇଁ ଦୁଃଖ ଆସେନି, ତାକୁ ରୋଗ ଡରେ, ଶତ୍ରୁ ଡରେ। ଯିଏ ଅଳସ ତାକୁ ସମସ୍ତେ ଆକ୍ରମଣ କରନ୍ତି। କର୍ମଠ ହୁଅ, ଜୀବନର ଯୁଦ୍ଧରେ ବିଜୟୀ ହୁଅ, ମଙ୍ଗଳ ହେବ। ସିଂହ ରାଶି ଲୋକମାନେ ଟିକେ କର୍ମଠ ହେଲେ ଭଲ। ଆଉ ଖାଲି ବାପାଙ୍କୁ ହୋଟେଲରେ ଖାଇ ମା ଖଟରେ ଶୋଇବା, ଯେଉଁ ସିଂହ ରାଶିଆ ଜାଣନ୍ତି ସେ ପଛରେ ପଡ଼ିଥାନ୍ତି ସବୁଦିନ। ଆରେ କର୍ମଠ ହୁଅ, ନିଜେ ଗୋଟେ ଠିଆ ହୁଅ। ଖାଲି ବାପାଙ୍କ ପ୍ୟାକେଟରେ କେତେ ଅଛି ମୁଁ ନେଇ ଆସିବି, ନାଇଁ 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 ନାଇଁ, ଏଇଟା ଭଲ କଥା ନୁହେଁ। ଆସ ଯିବା କନ୍ୟା ପାଖକୁ। ତେଣୁ ସିଂହ ରାଶି ଲୋକମାନେ ସାବଧାନ ରହିଲେ ଭଲ। ଆଜି ଜାଣନ୍ତୁ ସୂର୍ଯ୍ୟୋଦୟ ଠାରୁ 11ଟା 9 ଯାଏ ମଘାର ଅସୁବିଧା, 11ଟା 9 ପରେ ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଅଶୁଭ ହେବ। ସିଂହ କଥା ସଇଲା। କନ୍ୟା ରାଶି ସବୁ ଜାଣି ଯିଏ ସତର୍କ ନ ରହେ ସେ ଦୁଃଖ ପାଏ। କହନ୍ତି ଜାଣି ଚତୁରା, ଜାଣିକିରି ଯେ ହୁସିଆର ନହେଲା ଆଉ ସେ ଦୁଃଖ ଭୋଗିବନି। ସବୁ ଜାଣି ଯିଏ ସତର୍କ ନ ରହେ ସେ ଦୁଃଖ ପାଏ, ପସ୍ତେଇ ହୁଏ। ଯେମିତି ଡିସେମ୍ବର 15 ତାରିଖ ସୋମବାର କନ୍ୟା ରାଶିଆଙ୍କର ଗୁଡ଼ାଏ ବୃଥା ବ୍ୟୟ ହେବ। ଆଗରୁ ଜାଣିଲେ, ମୁଁ କହିଦେଲି କନ୍ୟା ରାଶିର ଆଜି ଗୁଡ଼ାଏ ବ୍ୟୟ ହେବ। ଜାଣିଲା ପରେ ଯଦି ସେ ହୁସିଆର ନ ହେବେ, କ'ଣ କହିଲେ କେମିତି ହେବେ? ଆରେ ସମସ୍ତେ ମାଗିବେ, କେହି ଦେବେନି। ସେ ସ୍ତ୍ରୀ ହେଇପାରେ, ଭାଇ ହେଇପାରେ, ପୁଅ ହେଇପାରେ, ବନ୍ଧୁ ହେଇପାରେ, ମାଗିବେ। ମାଗିଲା 50 ଟଙ୍କା, ଟିକେ କୁନ୍ଥେଇ ଦେବ। ମୁଁ କେଉଁଠୁ ଆଣିବି, 5 ଟଙ୍କା ତ ନାହିଁ ମୋ ପାଖରେ ଏଇଖିଣା। ସେ ଜିଦ୍ଦି କଲା, ତାକୁ 5 ଟଙ୍କା ଦେବ। ଯଦି 50 ବଢ଼େଇ ଦେଲ, ସେ କାଲି ପୁଣି ପରେ ମାଗିବ, ସେତିକି ହେଲାନି ପରା, ଆଉ 5 ଟଙ୍କା ଦେଲ। ଏ କଥା ମୁଁ କହୁଛି ନା ଆଉ ତମେ କହୁଛ? ଆରେ କଞ୍ଜୁସ କଥା ମୁଁ କହୁନି ମ, ଭାବି ଚିନ୍ତିକିରି ଆଜି ଖର୍ଚ୍ଚ କର। କାରଣ ନହେଲେ ସୁଅ ମୁହଁରେ ପତର। ଏଇଟା ବୁଝିପାରିଲ ତ? ସୁଅ ମୁହଁରେ ପତର, ଯାହା ତମ ଅବସ୍ଥା ହେବ ସେଇଆ। ଆଜି କନ୍ୟା ରାଶିଆଙ୍କର ଆଜି ଗୁଡ଼ାଏ ବୃଥା ବ୍ୟୟ ହେବ। ପୁଣି ଦେହ ଅସୁସ୍ଥ ହେବ। ବନ୍ଧୁଙ୍କର ସହଯୋଗ ମିଳିବନି। ମନାନ୍ତର ତାପରେ ମତାନ୍ତର, ଆଗେ ମତାନ୍ତର ତାପରେ ମନାନ୍ତର ହେବ। ଦାମ୍ପତ୍ୟ କଳହ ହେବ। ପୁଣି ସୂର୍ଯ୍ୟୋଦୟ ଠାରୁ 11ଟା 10 ଯାଏ ଉତ୍ତର ଫାଲ୍ଗୁନ ନକ୍ଷତ୍ରର ଅଶୁଭ ସମୟ। 11ଟା 10 ଠାରୁ ହସ୍ତା ନକ୍ଷତ୍ରର ଅଶୁଭ ସମୟ ଆସିବ। ଏଣୁ ମାନସିକ ପ୍ରସ୍ତୁତ ହୋଇଯାଆନ୍ତୁ। କ'ଣ ହେବେ? ଜାଣିଲେ ରୋଗ ହେବ, ଔଷଧ ଟିକେ କିଣି ଆଣିଥିବେ। ଗୁଡ଼ାଏ ବୃଥା ବ୍ୟୟ ହେବ, ହାତ ଟିକେ ଜାକି ଦେବେ। ବନ୍ଧୁରେ ଅମଳ ହେବ, ଜାଣିଲେ। ତେଣୁ ଚୁପ୍ ରହିବେ। ବନ୍ଧୁ ଯାହା କହିବେ ହଁ 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 ତମେ ଠିକ୍ କହୁଛ। କାହିଁକି ଯୁକ୍ତି କରିବ, କ'ଣ ଲାଭ ହେବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି।
ଆସିବା ତୁଳା ପାଖକୁ। ଯଦି ଡାଇବେଟିସ୍ ନାହିଁ, ରୋଗ ଗୋଟେ ଡାଇବେଟିସ୍ କୁହନ୍ତି ଡାକ୍ତରମାନେ, ମୁଁ ଜାଣିନି ମ, କୁଆଡ଼େ ମିଠା ଖାଇଲେ ହୁଏ ଆଉ ମାଟି ତଳ ଫଳ ଖାଇଲେ ହୁଏ। ଏଟା କେତେ ସତ କେତେ ମିଛ ଏକଥା କେବଳ ଡାକ୍ତର ଜାଣନ୍ତି। ଆଉ ଯେତେ ଡାକ୍ତର ଅଛନ୍ତି ବର୍ତ୍ତମାନ, ସେଥିରୁ କେତେ ଜଣ ଜ୍ଞାନୀ ସେ ନିଜେ ଜାଣିଥିବେ। ନିଜ ଘରେ କ'ଣ ହେଲେ ଔଷଧ ଦେବେନି। ଜଣା ଦେଲେ ମାରିଦେ, ଦୁବ ଘାସ ଚୋବେଇ ଦେ, ପିଜୁଳି ପତ୍ର ଚୋବେଇ ଦେ। ଆଉ ଆମେ ତାକୁ ମଗଯିବା ଗୋଟେ ଲମ୍ବା କାଗଜରେ 53 ପ୍ରକାର ଔଷଧ ଲେଖିବେ। ଏ ତ ଡାକ୍ତର ଆଉ କ'ଣ। ଯଦି ଡାଇବେଟିସ୍ ନାହିଁ ତେବେ ଖୁସି ହୁଅନ୍ତୁ, କାରଣ ଆଜି ତୁଳା ରାଶିଆଙ୍କୁ ଯଥେଷ୍ଟ ମିଠା ମିଳିବ, ମିଷ୍ଟାନ୍ନ ମିଳିବ, ମଧୁର ଖାଦ୍ୟ ମିଳିବ। ଯଦି ଡାଇବେଟିସ୍ ନାହିଁ ତେବେ ଖୁସି ହୁଅନ୍ତୁ, କାରଣ ଆଜି ତୁଳା ରାଶିଧାରୀ ବ୍ୟକ୍ତିଗଣ ମିଷ୍ଟାନ୍ନ ଭୋଜନ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଡାଇବେଟିସ୍ ନାହିଁ ଯଦି ମିଠା ଖାଆନ୍ତୁ। ଡାକ୍ତର କହିଛନ୍ତି ନା, ମୁଁ କିଛି କହୁନି ମ। ସମସ୍ତ ପାରିବାରିକ ସମ୍ବନ୍ଧ ସୁଦୃଢ଼ ହେବ। ଖାଦ୍ୟ, ଭୋଜନ, ଶୟନ, ଭ୍ରମଣ, ପଠନ, ଦେବଦର୍ଶନ ପ୍ରଭୃତି କାର୍ଯ୍ୟରେ ଆଗକୁ ଯିବେ। ସମସ୍ୟା ନାହିଁ। କ'ଣ କହିଲେ? ଖାଦ୍ୟ ଆଉ ଭୋଜନ। ଏତିକି ବୁଝିପାରୁନ କ'ଣ ମ? ଖାଦ୍ୟ ଆଗରେ ଥୁଆ ହେଇଛି, ଆମେ ଗିଳୁଛେ, ଏଇଟା ଭୋଜନ। ଖାଦ୍ୟ ଆମ ରୁଚି ମୁତାବକ ଖାଦ୍ୟ ମିଳିବ। ହଁ, ମୋର ତୁଳା ରାଶି ତ। ହଉ, ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଯଦି ବୃଥା ସମୟ ବ୍ୟୟ ନ କରି କଠିନ ପରିଶ୍ରମ କରିବେ, କର୍ମଠ ହେବେ, ଆଉ କାହାର ଛିଦ୍ର ଖୋଜିବେନି, କାହାକୁ ଦୋଷୀ ବୋଲି ସାବ୍ୟସ୍ତ କରିବେନି। କ'ଣ ଆପଣ ଜଜ୍, ବିଚାରପତି? ଯିଏ ଅନ୍ୟର ଭୁଲ ଖୋଜେ, ସମୟ ଆସେ ସେ ଗୋଟାପଣ ଭୁଲ ହେଇଯାଏ। ହଉ, ଏବେ ଯିବା ସେଇ ତୁଳା ରାଶି କଥା ବୁଝିବା। ସୂର୍ଯ୍ୟୋଦୟ ଠାରୁ 11ଟା 9 ଯାଏ ଚିତ୍ରା ତୁଳାର ଅଶୁଭ, ତାପରେ ସ୍ୱାତି ତୁଳାର ଅଶୁଭ ସମୟ ଆସିବ। ସାବଧାନ। ବିଛା କଥା ବୁଝିବା। ବିଛା ଝିପ ଆଉ ଚନ୍ଦ୍ରଙ୍କ ସହ ସମ୍ପର୍କ ଭଲ। ବିଛା ଝିପ କିଏ? ମଙ୍ଗଳ। ମଙ୍ଗଳ ଆଉ ଚନ୍ଦ୍ରଙ୍କର ସମ୍ପର୍କ ମଧୁମୟ। ତେଣୁ ଆଜି ସୋମବାର ହେତୁ ବିଛା ରାଶି ପାଇଁ ଟିକେ ଶୁଭ। ଦେଖିବା କ'ଣ ଲେଖା ଅଛି। ବିଛାଧିପ ମଙ୍ଗଳଙ୍କ ସହିତ ଚନ୍ଦ୍ରଙ୍କର ମିତ୍ରତା ଅଛି। ଏଣୁ ଆସିବାକୁ ଥିବା ଦୁର୍ଘଟଣା ଠାରୁ ମଙ୍ଗଳ ରକ୍ଷା କରିବେ। କ'ଣ କହିଲି ଗୋଟା ବା? ଦୁର୍ଘଟଣା, ଘଟଣା, ଦୁର୍ଘଟଣା। ଆଜି ବିଛା ରାଶି ପାଇଁ ଦୁର୍ଘଟଣା ଘଟିବ। ହେଲେ ସେଟା ମାରାତ୍ମକ ହବନି। କାହିଁକି ନା ମଙ୍ଗଳ ସେ କିଏ? ମଙ୍ଗଳ ନା କ'ଣ? କୁଜ। ମାନେ ସେ ମାନେ ପୃଥିବୀ। ସେ ପୃଥିବୀର ସନ୍ତାନ। ସେ ଆଜି ପାର୍ଥିବ ଦୁଃଖ ଦବନି ବିଛା ରାଶିକୁ। ମଙ୍ଗଳ ରକ୍ଷା କରିବେ। ରକ୍ତପାତ କରାଇ ଦେବେନି। ସୂର୍ଯ୍ୟୋଦୟ ଠାରୁ 11ଟା 9 ଯାଏ ଅନୁରାଧାର ଓ 11ଟା 10 ଠାରୁ ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ତଥାପି ସାବଧାନ, ଟିକେ ଆମ ଶାସ୍ତ୍ର ଅନୁସାରେ ବାଁ ପଟରେ ଯିବା, ଦେଖି ଚାହିଁ ଯିବା। ଯେତେବେଳେ ରାସ୍ତା ଅତିକ୍ରମ କରିବା, ଏପଟ ସେପଟ ଅନେଇବା, ଇତ୍ୟାଦି ଇତ୍ୟାଦି। ସାବଧାନ। ଯେଣୁ ଆଜି ଦୁର୍ଘଟଣା ଭୟ ଅଛି, ତେଣୁ ସାବଧାନତାର ସହିତ ଯାତାୟାତ କରିବା ଉଚିତ। ପୁଣି ବୃଥା ବ୍ୟୟ ହେବ। ବିଛା ରାଶିଙ୍କର ମଧ୍ୟ ଆଜି ବୃଥା ବ୍ୟୟ ହେବ। ଏଠି ମଙ୍ଗଳ ରକ୍ଷା କରିପାରିବେନି। ଆଉ କ'ଣ ହେବ ନା ଦେହ ଅସୁସ୍ଥ ହେବ। ଏଠି ମଧ୍ୟ ମଙ୍ଗଳ ରକ୍ଷା କରିବେନି, ଖାଲି ଦୁର୍ଘଟଣା ରକ୍ଷା କରିବେ। ସମସ୍ୟା ପରେ ସମସ୍ୟା ମାଡ଼ି ଆସିବ। ବିଛା ରାଶିର ଲୋକମାନେ ଯିଏ ବୁଦ୍ଧିମାନ, ଯିଏ ଧୈର୍ଯ୍ୟବାନ, ସିଏ ଛାତିକି ପଥର କରି ଉପରେ ହସିବେ। ଆଉ ଯିଏ ମୋ ଭଳିଆ ଚଗଲା, ଛାନିଆ ହନ୍ତି, ଡରୁଆ, ଚେରୁଆ, ସେମାନେ ତ ହତୋତ୍ସାହିତ ହେବେ। ଆଉ କ'ଣ କହିଲି ବୁଝିଲେ ତ? ଧୈର୍ଯ୍ୟବାନ ହୁଅନ୍ତୁ, ସାହସୀ ହୁଅନ୍ତୁ।
ମଙ୍ଗଳ ହେବ, ଦୁଃଖ ତା ବାଟରେ ପଳେଇଯିବ। ଧନୁ ପାଖକୁ ଯିବା। ଗୋଟା କଥା ନାହିଁ, ଆବେ ପରଶୁ ଯାବେ ପରଶୁ ବାବୁ ପରଶୁ ରାମ ପଇସା କ୍ୟା ନ କରେ କାମ। ମାନେ ଧନୁରାଶି ପାଖକୁ ଆଜି ଆସିବ। ଦେଖିବା କ'ଣ ଅଛି, ଆବେ ପରଶୁ ଯାବେ ପରଶୁ ବାବୁ ପରଶୁ ରାମ ପଇସା କ୍ୟା ନ କରେ କାମ। ଧନୁ ରାଶିର ଆଜି ଅର୍ଥ ପ୍ରାପ୍ତି ଯୋଗ ଅଛି, ମାନେ ଆୟ ବୃଦ୍ଧି ହେବ, ଧନ ଆସିବ। ଏଠି ମୁଁ ଯାହାଟା କହିଲି କିଛି ବୁଝିପାରିଲ ନାହିଁ? ଧନ ଆସିବ ବୋଲି ଗୁଡ଼କୁ ପିମ୍ପୁଡ଼ି ଘେରିଲା ଭଳି ଯେଉଁମାନେ ସ୍ୱାର୍ଥପର ବନ୍ଧୁ ସ୍ୱାର୍ଥପର ସଦସ୍ୟ ସେତକ ନେବା ପାଇଁ ଚାରିପଟରେ ବୁଲିବେ। ଅର୍ଥ ପଇସା କ୍ୟା ନ କରେ କାମ। ସୁତରାଂ ଧନ ବୃଦ୍ଧି ହେବ, ହେଲେ ମୂଳା ନକ୍ଷତ୍ରର ସକାଳ 11ଟା 10 ଯାଏ ଅଶୁଭ, ପରେ ପରେ ପୂର୍ବାଷାଢ଼ର ଅଶୁଭ ସମୟ ଆସିବ। ଦେହ ପାଇଁ ସମସ୍ୟା ନାହିଁ, ଅର୍ଥାଗମ ଯଥେଷ୍ଟ ହେବ। ବ୍ୟବସାୟୀମାନଙ୍କର, କୃଷକମାନଙ୍କର, ବଣିକମାନଙ୍କର, ଡାକ୍ତରମାନଙ୍କର, ଓକିଲମାନଙ୍କର ଆଜି ଯଥେଷ୍ଟ 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 ଆୟ ବୃଦ୍ଧି ହେବ। ସମସ୍ତେ ସୁଖରେ ରହିବେ, ସମସ୍ୟା କିଛି ନାହିଁ। ସାମାନ୍ୟ ଟିକିଏ କ'ଣ ସମସ୍ୟା ଅଛି ବୋଧେ, ଦେଖିବା। ସମସ୍ତ ବ୍ୟକ୍ତି ନିଜର ଯୋଗ୍ୟତା ଅନୁସାରେ, ଚେଷ୍ଟା ଅନୁସାରେ, ପଦବୀ ଅନୁସାରେ, ଯୋଗ୍ୟତା ଚେଷ୍ଟା ପଦବୀ ବୁଦ୍ଧି ବିବେକ ଅନୁସାରେ ବିଶେଷ ରୋଜଗାର କରିବେ। ବ୍ୟୟ ଆଦୌ ହେବନି, ଯାହା କିଛି ସାମାନ୍ୟ ବ୍ୟୟ ହେବ ତାହା ଧର୍ତ୍ତବ୍ୟ। ଟିକେ କଞ୍ଜୁସ୍ ହେଇଯିବେ, ଭଲ ହେବ, ନହେଲେ ସମସ୍ତେ ନେଇଯିବେ, ସାବଧାନ। ଏ ଯେଉଁ କଥାଟି କହିଲି, ଆବେ ପରଶୁ ଯାବେ ପରଶୁ ବାବୁ ପରଶୁ ରାମ, ଏ ହବ ଜାଣିଛନ୍ତି ତ? ହଉ ଦେଖିବା, କେତେବେଳେ କହିଦେବେ। ମକର ରାଶି ଲୋକଙ୍କ କଥା ବୁଝିବାନି? ହଁ, ଗୀତାରେ ଲେଖା ଅଛି ବା, କ'ଣ ଲେଖା ହେଇଛି? କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ଶ୍ରୀମଦ୍ ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, କର୍ମ କରି ଚାଲ, କର୍ମରେ ଅବହେଳା କରନି। ଆଉ ଭାଗବତରେ ଲେଖା ହେଲା, କର୍ମ କରିବ ନାନା ମତେ ଫଳିବ କର୍ମର ଆୟତେ। କର୍ମରେ ଯିଏ ଅବହେଳା କରେ ତାକୁ ସମୟ ଦଣ୍ଡ ଦିଏ, ସାବଧାନ। କର୍ମରେ ଅବହେଳା କରନି। ବନ୍ଧୁ, ମକର ରାଶି ଲୋକଙ୍କୁ କ'ଣ କୁହାଗଲା? ଡିସେମ୍ବର 15 ତାରିଖ ସୋମବାର ମକର ରାଶି ପାଇଁ ଆଜି କର୍ମର ଆହ୍ୱାନ ଅଛି। ଯିଏ ଖଟିବ ସିଏ ଖାଇବ। କାମ ନ କଲେ ଖାଇବା ବନ୍ଦ। କର୍ମ କରିବ ତ ଦେହର ପୀଡ଼ା କମିଯିବ, ଆଉ ଫଳ ବଢ଼ିଆ ହେବ, ଆୟ ଯଥେଷ୍ଟ ବଢ଼ିବ। ଏଣୁ ଗ୍ରହଗଣ ଯୋଜନା କରିଛନ୍ତି ଯିଏ କର୍ମଠ ମକର ରାଶି ଯିଏ କର୍ମଠ ତାକୁ ଗ୍ରହଗଣ ଆଜି ଧନ ମାନ ସମ୍ମାନ ପ୍ରୀତି ଆଦର ଆଉ ଇତ୍ୟାଦି ସମସ୍ତ ଲୌକିକ ସୁଖ ଦେବେ। କର୍ମ ଅନୁସାରେ, ଯୋଗ୍ୟତା ଅନୁସାରେ ବ୍ୟବସାୟୀ ଗୋଷ୍ଠୀ ଭଲ ଆୟ କରିବେ। କୃଷକମାନଙ୍କର ଭଲ ଅମଳ ହେବ। ଟିକେ ସାବଧାନ, ଦିନ 11ଟା 9 ଯାଏ ଉତ୍ତରାଷାଢ଼ା ନକ୍ଷତ୍ରର ହାନିକାରକ ସମୟ। 11ଟା 10 ପରେ ଶ୍ରବଣା ନକ୍ଷତ୍ରର 11ଟା 10 ପରେ ଶ୍ରବଣା ନକ୍ଷତ୍ରର ଅଶୁଭ ସମୟ ଆସିବ। ଅନ୍ୟାନ୍ୟ ସବୁ ଭଲ, ପୁରୁଣା ରୋଗ ଭଲ ହେଇଯିବ। ହଁ, ପୁରୁଣା ଶତ୍ରୁ ଆଦର କରିବେ, ପଡ଼ୋଶୀମାନେ ହସିବେ, ଖୁସି ହେବେ, ଘରେ ପିଲାମାନେ ଆନନ୍ଦରେ ନାଚିବେ, କେତେ ଖେଳିବେ, ବୁଲିବେ, ଆଉ ସବୁ ଭଲ। ହଁ, ଆଜି ଏବେ କୁମ୍ଭ ପାଖକୁ ଯିବା। ଦୀପ ଦେଖିଛନ୍ତି ନା? ଦୀପରେ ତେଲ ଭରପୁର, ଜାଳେଣୀ ଭରପୁର, ମୋଟା ସଳିତା ପଡ଼ିଛି, କାଠି ଅଛି। ଆପଣଙ୍କ କାମ ହେଲା ଲଗେଇବାଟା। ଯଦି ଲଗେଇ ନ ପାରିବେ ଅନ୍ଧାରରେ ରହିବେ। ଲଗେଇ ଯଦି ରଖିବେ, ପବନ ପାଖରେ ରଖିବେ, ଲିଭିଯିବ, ଅନ୍ଧାରରେ ରହିବେ। କହିବା ତାତ୍ପର୍ଯ୍ୟ ହେଲା ଆଜି ବୁଦ୍ଧି ବିବେକ ଖେଳେଇ ପାରିବେ ତ ବଞ୍ଚିବେ। କୁମ୍ଭ ରାଶି, ଦୀପରେ ଜାଳେଣୀ ଭରା ଅଛି, ମୋଟା ସଳିତା ପଡ଼ିଛି, ଖୁଣ୍ଟା ବି ଅଛି, ଆଉ
ତୁମେ ସେ ଦୀପକୁ ନେଇ ନିର୍ବାତ ସ୍ଥାନରେ ରଖି ଜଳାଇ ପାରିଲେ ତୁମ ଭାଗ୍ୟଦୀପ ତୁମକୁ ଆଲୋକ ଦେବ, ଜୀବନକୁ ସୁଖ ଦେବ, ଅର୍ଥାଗମର ସୁଯୋଗ ଆସିବ। ଆଉ ସେ ଅର୍ଥକୁ ତୁମେ ଯଦି ସତ୍ପଥରେ ବିନିଯୋଗ ନ କରିବ ଦୁଃଖ ପାଇବ। ବୁଦ୍ଧି, ବିଦ୍ୟା, ବିବେକ ସମୁଚିତ ଶ୍ରମ ତଥା କର୍ମ କରିବ ତ ଧନଲକ୍ଷ୍ମୀ ପାଖକୁ ଆସିବେ। ମାନେ ଏ ଯେଉଁ ଦୀପ କଥା କହିଲି, ସେ କିଏ? ଧନଲକ୍ଷ୍ମୀ ତୁମ ଦ୍ୱାର ପାଖରେ ଠିଆ ହେଇଛନ୍ତି, ସେ ଅଦୃଶ୍ୟ। ତେଣୁ ଯିଏ ଅଳସ ତା ପାଇଁ ଆଜି ଦାରିଦ୍ର୍ୟ ବାତାବରଣ ସୃଷ୍ଟି ହେବ, ଦାରିଦ୍ର୍ୟ ପବନ ବହିବ। ଯିଏ କର୍ମଠ ତାର କିଛି ଅସୁବିଧା ହେବନି। ସେଥିପାଇଁ ଦୀପ କଥା କହିଲି ପରା। ତୁମେ ଦୀପକୁ ଜଳେଇ ପାରିଲେ ହେଲା, କର୍ମ କରିପାରିଲେ ହେଲା, ବିଦ୍ୟା, ବୁଦ୍ଧି, ବିବେକ ଖଟେଇ ପାରିଲେ ହେଲା, କର୍ମଠ ହେଲେ ହେଲା, ସବୁ ପାଇବ, ନହେଲେ ଦୁଃଖ ଭୋଗିବ। ତେଣୁ ଯଥା ଯୁଗରେ ଶ୍ରମ କର, କର୍ମ କର, ସେ ଧନଲକ୍ଷ୍ମୀ ତୁମ ପାଖକୁ ନିଶ୍ଚୟ ଆସିବେ। ସବୁ ଦିଗରୁ ସମସ୍ତ ପ୍ରକାର ଲୋକେ ସହଯୋଗ କରିବେ, ଦେହ ସୁସ୍ଥ ରହିବ। ମାତ୍ର କୁମ୍ଭ ରାଶିର ଆଜି ଧନିଷ୍ଠା ନକ୍ଷତ୍ରର 11ଟା 10 ଯାଏ ଅଶୁଭ, ଶତଭିସାର 11ଟା 10 ପରଠାରୁ ଅଶୁଭ ସମୟ ଆସିବ। କୁମ୍ଭ ରାଶି ଲୋକମାନେ ଆଜି ସୁସ୍ଥ ସବଳ ରହିବେ, ଉତ୍ତମ ଭୋଜନ ମିଳିବ, ଯୋଗ୍ୟତା ଅନୁସାରେ, କର୍ମ ଅନୁସାରେ, ଶ୍ରମ ଅନୁସାରେ ଆୟ କରିବେ। ସବୁ ଦିଗରୁ ଭଲ ଆଜି କୁମ୍ଭ ରାଶିର। ଦୀପକୁ ଜଳେଇ ପାରିଲେ ହେଲା, ମାନେ ଧନଲକ୍ଷ୍ମୀଙ୍କୁ ପାଖକୁ ଆଣିପାରିଲେ ହେଲା, ନହେଲେ ତାକୁ ଅନେଇକିରି ବନ୍ଧୁକ କରିବେ। ମୋ ଭାଗ୍ୟରେ ନାହିଁ, ଆଉ ନାହିଁ, ଶୁନା ଶୁଅ। ଶେଷ ରାଶି ମୀନ ରାଶି। ଗୋଟେ କଥା ଅଛି, ଥର ଥର ପାଦ, ଯେଉଁ ପାଦ ଥରୁଛି ସେ ଆଗକୁ ଯାଇପାରିବନି। ଆଉ ଭୟଭୀତ ମନ କିଛି କାମ କରିପାରିବନି। ଦୁର୍ବଳ ହୃଦୟ କେବେ ବି ଶତ୍ରୁର ସମ୍ମୁଖୀନ ହେଇପାରିବନି। ଥର ଥର ପାଦ ଆଗକୁ ଯାଇପାରେ ନା, ଅସ୍ଥିର ମନା କିଛି କାମ କରିପାରେ ନା। ଭାବି ବିଚାରି ନିଷ୍ପତ୍ତି ନ ନେଇ ସମସ୍ୟାର ସମାଧାନ ନ କରିପାରିଲେ ସମସ୍ୟା ମାଡ଼ି ଆସେ। ଏଣୁ ମୀନ ରାଶିର ଲୋକେ ଆଜି ପ୍ରାୟ ଅସ୍ଥିର ହେବେ। ଖାଲି କ'ଣ କରିବି? ତୁମେ ଟିକେ ବା ଧୈର୍ଯ୍ୟ ଧରିପାରିବ? ଧୈର୍ଯ୍ୟ ଧରି ବସିବ ନା ଟିକେ 2 ମିନିଟ୍ ପାଇଁ, ସବୁ ସମାନ ହେଇଯିବ। ଖାଲି କ'ଣ କରିବି? ଡରିଯିବନି। ଯିଏ ଡରିଯାଏ ସେ ହାରିଯାଏ, ଯିଏ ହାରିଯାଏ ସେ ମରିଯାଏ। ସାବଧାନ। ଫଳରେ ହଇରାଣ ହେବେ, ସମସ୍ୟା ମାଡ଼ି ଆସିବ। ଅନୁଚିତ ନିଷ୍ପତ୍ତି ନେଲେ ବିପଦରେ ପଡ଼ିବ, ହଇରାଣ ହେବେ। ଆଜି ଲାଭପ୍ରଦ ଦିନ। ମୀନ ରାଶିର ଆଜି ଲାଭପ୍ରଦ ଦିନ, କିନ୍ତୁ ମନ ଆଜି ଡରିବ, ହାତ ଥରିବ, ମନ ଦୁର୍ବଳ ହେବ। ଲାଭ ଦିନ, ସାବଧାନ। ଶ୍ରମ ଠିକ୍ଠାକ୍ କରନ୍ତୁ, ବୁଦ୍ଧି ବିଚାର କରି ସମସ୍ୟାର ସମାଧାନ କରନ୍ତୁ। ଆଉ କର୍ମରେ ନିଜକୁ ହଜେଇ ଦିଅନ୍ତୁ, ମଜେଇ ଦିଅନ୍ତୁ। ସହଜରେ ତୁମକୁ ତୁମର ଲାଭ ମିଳିଯିବ, ଅର୍ଥ ପାଖକୁ ଆସିବ। ତରବର ହେଲେ ବିପଦରେ ପଡ଼ିବେ। ତରବର ନାହିଁ। ତୁମେ ବ୍ୟବସାୟୀ, ତେବେ କାଲି ବିକୁଥିଲ ଆଳୁ କିଲୋ 5 ଟଙ୍କାରେ, ମୁଁ ଗୋଟେ ଟାଉଟର ଆସି ପହଞ୍ଚିଗଲି, କ'ଣ ବସ୍ତାଏ ମୋତେ ଦେଇ ଦେଉନା, ଏତେ ଆଳୁ ନେବି, ଆଜି କ'ଣ 5 ଟଙ୍କା ନେବା, 3 ଟଙ୍କାରେ ଦିଅ। ସେ ମଦର ଦୋକାନ 3 ଟଙ୍କାରେ ବିକୁଛି, କିନ୍ତୁ ତୁମେ ଯାଉନ ସେଠୁ ଆଣିବ, ଏମିତି କୁହ। ନହେଲେ ତୁମେ କିଣିଥିବ ଗୋଟେ ଜିନିଷକୁ 10 ଟଙ୍କାରେ, ଅନ୍ୟକୁ ବିକୁଥିବ 10 ଟଙ୍କାରେ। ଯଦି କେହି ଚିକଣିଆ କଥା କହିଦେଲା, ଗୋଟେ ଉଦାହରଣ ଦେଲା, ଦେଇଦେବ, ଯାହାଫଳରେ ଲସ୍ କାହାର? ତୁମ ବୋକା କୁହନ୍ତି। ଆଜି ଏଇଭଳିଆ ଗ୍ରାହକ ବହୁତ ଆସିବେ, ଭୁଲେଇବେ, ଡରେଇବେ, ନେଇଯିବେ। ଯିଏ ଗ୍ରାହକଙ୍କର ଚିକଣିଆ କଥାରେ, ମନଲୋଭା କଥାରେ ଭଳିଯାଏ, ସେ ବ୍ୟବସାୟୀ କେବେ ଆଗେଇ ପାରେନି। ସାବଧାନ ଥିବ ଟିକେ, ମୋ କଥା ଶୁଣୁଥିବ କାନେ କାନେ ବ୍ୟବସାୟୀମାନେ। ସୁତରାଂ ତାଙ୍କ ସହ ଉତ୍ତମ ବ୍ୟବହାର କର, ହସି ଖେଳେଇ କଥାବାର୍ତ୍ତା କର, କିନ୍ତୁ ତାଙ୍କ କଥାରେ ଭଳି ଯାଅନି। ନାଇଁ ମୁଁ ତ କିଣିଛି 15 ଟଙ୍କାରେ, ମୁଁ ଆପଣଙ୍କୁ ଯଦି 15 ଟଙ୍କା ଦେବି, ଏ ଘର ଭଡ଼ା କେଉଁଠୁ ଆଣିଦେବି? ମୋର ମଜୁରୀ କିଏ ଦେବ? 35 ଟଙ୍କାରୁ 8 ଟଙ୍କା କମରେ ମୁଁ ଦେଇପାରିବିନି। 35 ଟଙ୍କା ମାନେ 35 ଟଙ୍କା।
ଆପଣ ମୋତେ ଖରାପ ଭାବନ୍ତୁନି, ଯେଉଁଠି ମିଳୁଛି 34 ଟଙ୍କା ନେଇ ଆସୁ ନେଇଯାଆନ୍ତୁ। ସେ ଯଦି ମିଛୁଆ ହେଇଥିବ, ହଉ ଦିଅ, ତୁମ ଦୋକାନରୁ ସବୁଦିନ ନେଉଛି ତ ପୁରୁଣା ଗ୍ରାହକ ଦେବନି, ହଉ ଦିଅ, ନିଅ 35 ନିଅ। କାରଣ ବହୁତ ଟାଉଟର ଗ୍ରାହକ ଆସନ୍ତି, ଭୁଲେଇ ଝୁଲେଇ ନେଇଯାଆନ୍ତି। ଯିଏ ସରଳ ବ୍ୟବସାୟୀ ସେ ହାରିଯାଏ ଆଗ, ତାହେଲେ ବିକାଶ ହେଇପାରେନି ଆଗ। ଆଜି ସେଇଭଳି ଦିନ, ତୁମକୁ ଭୁଲେଇବା ପାଇଁ, ଡରାଇବା ପାଇଁ ବହୁତ ଗ୍ରାହକ ଆସିବେ ବ୍ୟବସାୟୀମାନଙ୍କ କଥା। ଚାଷୀମାନଙ୍କୁ ସେମିତି, ପଡ଼ୋଶୀ ଚାଷୀ ମୁଁ ଟିକେ ମୂଲିଆମାନଙ୍କୁ ଡାକିଦେବି, ମୋ କାମ ସାରିଦେ, ତୋର ତ ଅଳ୍ପ ଧାନ ଆଉ ନାଇଁ, ଅଗ୍ରସର ହୁଅ। ଚାଷ ତରତର ବଣିଜ ମଠ, ଶାସ୍ତ୍ର କହିଛି ଚାଷ ତରତର ବଣିଜ ମଠ। ଚାଷ କାର୍ଯ୍ୟ ତରବରରେ କରିବ, ବଣିଜକୁ ମଠରେ କରିବ, ବିଳମ୍ବରେ କରିବ, ପକେଇ ରଖିବ ଜିନିଷ। ବଣିଜକୁ ଯିଏ ତରବରରେ ବିକିଦିଏ ସେ ହାରିଯାଏ। ଚାଷ ତରତର ବଣିଜ ମଠ, ଏଇ କଥାକୁ ଜ୍ଞାନୀମାନେ କହିଛନ୍ତି। ତେଣୁ ମୀନରାଶି ଲୋକମାନେ ଏଇ ବିଦ୍ୟା ବୁଦ୍ଧି ଖଟେଇବେ, ନହେଲେ ହାରିବେ ଜୀବନରେ, କେବେ ଆଗେଇ ପାରିବେନି। ହଁ, ସମସ୍ତ ଯୋଜନା ଆଜି ସଫଳ ହେବ ଯଦି ବ୍ୟସ୍ତ ନ ହେବେ, ବିବ୍ରତ ନ ହେବେ, ତରବର ନ ହେବେ। ତୁମର ସମସ୍ତ ମଙ୍ଗଳ ହେବ, ଧୈର୍ଯ୍ୟ ଧରି କାମ କରନ୍ତୁ। ଗୋଟେ କଥା ମନେ ରଖିଥିବେ, ଚାଷ ତରତର ବଣିଜ ମଠ। ଆଉ ଜୀବନଟା ହେଉଛି ବାଣିଜ୍ୟପୂର୍ଣ୍ଣ। ପ୍ରତି ମୁହୂର୍ତ୍ତରେ ଆମେ ଆୟ ହିସାବ କରିଥାଉ, ପ୍ରତି ମୁହୂର୍ତ୍ତରେ। ଆଜି ଦିନରେ ମୋ ରୋଜଗାର ହେଲା 5 ଟଙ୍କା, ବ୍ୟୟ ହେଇଛି 9 ଟଙ୍କା, 4 ଟଙ୍କା କେଉଁଠୁ ଆସିଛି ନା ବାକି ଆସିଛି, ଉଧାର ଆସିଛି, ଧାର ହେଇଛି। କାଲି ଯେତେବେଳେ ମୋ ହାତକୁ ଆସିଯିବ ଅଧିକ ପଇସା, ମୁଁ ଆଗେ ଋଣମୁକ୍ତ ହେବି। ଏ ବିଚାର କରିଛି ଆମେ ଚାଲିଛେ ବୋଲି ଜୀବନଟା ଗୋଟିଏ ବାଣିଜ୍ୟ ଘର। ରହିଲି ବନ୍ଧୁ, ଯଦି ଈଶ୍ୱର ଚାହାନ୍ତି ଆପଣଙ୍କର ସହଯୋଗ ମିଳେ, ଆସନ୍ତାକାଲି ଏହି ସମୟରେ ପୁଣି ଦୁଃଖ ସୁଖ ହେବି। ନମସ୍କାର।